ଆଜିର ପ୍ରସଙ୍ଗରେ ଶୁଣନ୍ତୁ ସदैବ ଅଟଳ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମହାନ ଜନନାୟକ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଆଜି ସପ୍ତମ ପୁଣ୍ୟତିଥି ପାଳିତ ହୋଇଛି। 2018 ମସିହା ଆଜିର ଦିନରେ ଏହି ମହାନ ନେତା ଇହଲୀଳା ସମ୍ବରଣ କରିଥିଲେ। ସ୍ୱର୍ଗତଃ ବାଜପେୟୀଙ୍କ ନେତୃତ୍ୱ, ଦୂରଦର୍ଶିତା ଏବଂ ରାଷ୍ଟ୍ରଭକ୍ତି ଭାରତୀୟ ରାଜନୀତିକୁ ନୂତନ ଦିଗ୍ଦର୍ଶନ ପ୍ରଦାନ କରିଥିଲା। ନୂଆଦିଲ୍ଲୀସ୍ଥିତ ତାଙ୍କର ସ୍ମାରକୀ ସदैବ ଅଟଳରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବହୁ ବିଶିଷ୍ଟ ବ୍ୟକ୍ତି ଆଜି ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଦେଶବାସୀ ଆଜିର ଦିନରେ ଶ୍ରୀ ବାଜପେୟୀଙ୍କର ସ୍ମୃତିଚାରଣ କରିଛନ୍ତି। ଅଟଳ ବିହାରୀ ବାଜପେୟୀ ତିନିଥର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ପ୍ରଥମ କାର୍ଯ୍ୟକାଳରେ 1996 ମସିହାରୁ ମାତ୍ର 13 ଦିନ ପାଇଁ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହାପରେ 19 ମାର୍ଚ୍ଚ 1998ରୁ 1999 ପର୍ଯ୍ୟନ୍ତ 13 ମାସ ପାଇଁ ଏବଂ ପରେ ପୁଣି 13 ଅକ୍ଟୋବର 1999ରୁ 22 ମେ 2004 ପର୍ଯ୍ୟନ୍ତ ତୃତୀୟ କାର୍ଯ୍ୟକାଳରେ ପୂର୍ଣ୍ଣ ସମୟ ଧରି ସେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିଥିଲେ। ସେ ଦେଶର ପ୍ରଥମ ଅଣକଂଗ୍ରେସ ବ୍ୟକ୍ତି ଥିଲେ ଯିଏ ପ୍ରଧାନମନ୍ତ୍ରୀ ଭାବେ ପୂର୍ଣ୍ଣ କାର୍ଯ୍ୟକାଳ ଦାୟିତ୍ୱରେ ରହିଥିଲେ। ଭାରତୀୟ ଜନତା ପାର୍ଟିର ସେ ସହ ପ୍ରତିଷ୍ଠାତା ଏବଂ ବରିଷ୍ଠ ନେତା ଥିଲେ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ସଦସ୍ୟ ଭାବେ ସେ କାର୍ଯ୍ୟ କରିଥିଲେ। ସେ ଓଜସ୍ୱୀ ବକ୍ତା, ଲେଖକ, କବି, ନିଃସ୍ୱାର୍ଥପର ସମାଜସେବୀ, ସାମ୍ବାଦିକ ଏବଂ ତୁଙ୍ଗ ନେତା ଭାବେ ଜନମାନସରେ ନିଜର ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିଥିଲେ। ଜଣେ ସାଂସଦ ଭାବରେ, ବିଶେଷ କରି ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ବାଜପେୟୀ ଦେଶର ପ୍ରଗତିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଥିଲେ। ବିଭିନ୍ନ କ୍ଷେତ୍ରରେ ସଂସ୍କାର ଏବଂ ଭିତ୍ତିଭୂମିର ଦୃଢ଼ ବିକାଶ ମାଧ୍ୟମରେ ଦେଶରେ ଏକ ସୁଦୃଢ଼ ଅର୍ଥନୀତି ପାଇଁ ସେ ମୂଳଦୁଆ ସ୍ଥାପନ କରିଥିଲେ। ତାଙ୍କ ନେତୃତ୍ୱରେ ଭାରତ ସଫଳତାର ସହିତ ପୋଖରାନ-2 ପରମାଣୁ ପରୀକ୍ଷଣ କରିଥିଲା। 1998ରେ ଏହି ସଫଳ ପରୀକ୍ଷଣ ପରେ ଭାରତ ଏକ ପରମାଣୁ ସମ୍ପନ୍ନ ରାଷ୍ଟ୍ର ଭାବେ ବିଶ୍ୱରେ ନିଜର ସ୍ଥିତିକୁ ଜାହିର କରିଥିଲା। ପାକିସ୍ତାନ ସହ କୂଟନୈତିକ ସମ୍ପର୍କକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଶ୍ରୀ ବାଜପେୟୀ ବସ୍ ଯୋଗେ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଫେରିବା ପାଇଁ ଲାହୋର ଯାତ୍ରା କରିଥିଲେ। ଏପରିକି 1999 କାରଗିଲ ଯୁଦ୍ଧ ପରେ ମଧ୍ୟ ପାକିସ୍ତାନ ସହିତ ପୁନର୍ବାର କୂଟନୈତିକ ସମ୍ପର୍କ ସ୍ଥାପନ କରିବାକୁ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ସହ ସେ ସମ୍ପର୍କ ସ୍ଥାପନ କରିବା ସହିତ ଆଗ୍ରା ଶିଖର ସମ୍ମିଳନୀକୁ ତାଙ୍କୁ ଆମନ୍ତ୍ରଣ ମଧ୍ୟ କରିଥିଲେ। ଶ୍ରୀ ବାଜପେୟୀଙ୍କ ନେତୃତ୍ୱାଧୀନ ସରକାର ଘରୋଇ କ୍ଷେତ୍ର ଏବଂ ବିଦେଶୀ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା, ସରକାରୀ କଳର ଅପଚୟ ହ୍ରାସ କରିବା, ଗବେଷଣା ଏବଂ ବିକାଶକୁ ପ୍ରୋତ୍ସାହନ ପ୍ରଦାନ କରିବା ତଥା ବିଭିନ୍ନ ଘରୋଇ ଅର୍ଥନୈତିକ ଏବଂ ଭିତ୍ତିଭୂମି ସଂସ୍କାର କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରିଥିଲେ। ଜଣେ ବିଦ୍ୱାନ ରାଜନେତା ଭାବେ ସେ ବିଭିନ୍ନ ମହଲରେ ପରିଚିତ ଥିଲେ। 5 ଦଶନ୍ଧିରୁ ଅଧିକ ସମୟ ଧରି ସେ ଭାରତୀୟ ସଂସଦର ସଦସ୍ୟ ରହିଥିଲେ। ସେ ଲୋକସଭାକୁ 10 ଥର ଏବଂ ରାଜ୍ୟସଭାକୁ 2 ଥର ନିର୍ବାଚିତ ହୋଇଥିଲେ। ମାର୍ଚ୍ଚ 1977ରେ ଶ୍ରୀ ବାଜପେୟୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ମନ୍ତ୍ରିମଣ୍ଡଳରେ ବୈଦେଶିକ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଏହି କାର୍ଯ୍ୟକାଳ ଅବସରରେ ଶ୍ରୀ ବାଜପେୟୀ ଜାତିସଂଘରେ ପ୍ରଥମ ଥର ପାଇଁ ହିନ୍ଦୀରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। 1924 ମସିହା ଡିସେମ୍ବର 25 ତାରିଖରେ ମଧ୍ୟପ୍ରଦେଶର ଗ୍ୱାଲିୟରରେ ସେ ଜନ୍ମଗ୍ରହଣ କରିଥିଲେ। ଗ୍ୱାଲିୟରସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ତାଙ୍କର ପ୍ରାଥମିକ ଶିକ୍ଷା ଆରମ୍ଭ କରିବା ସହ ଗୋର୍ଖୀ ବିଦ୍ୟାଳୟରେ ମାଧ୍ୟମିକ ଶିକ୍ଷା ଶେଷ କରିଥିଲେ। ତାଙ୍କର ମହାବିଦ୍ୟାଳୟ ଶିକ୍ଷା ମଧ୍ୟ ଗ୍ୱାଲିୟରରେ ଶେଷ ହୋଇଥିଲା। ଆଗ୍ରା ବିଶ୍ୱବିଦ୍ୟାଳୟ ଅଧୀନସ୍ଥ କାନପୁର ଡିଭି ମହାବିଦ୍ୟାଳୟରୁ ସେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। 1992 ମସିହାରେ ଭାରତ ସରକାର ଶ୍ରୀ ବାଜପେୟୀଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ବିଭୂଷଣରେ ସମ୍ମାନିତ କରିଥିଲେ। 2014 ମସିହାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଶ୍ରୀ ବାଜପେୟୀଙ୍କ ଜନ୍ମଦିନ ଡିସେମ୍ବର 25କୁ ସୁଶାସନ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ। 2015 ମସିହାରେ ଅଟଳ ବିହାରୀ ବାଜପେୟୀଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା। ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଶ୍ରୀ ବାଜପେୟୀଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ଭାରତୀୟ ରାଜନୀତିର ଜଣେ ତୁଙ୍ଗ ବ୍ୟକ୍ତିତ୍ୱ ଭାବେ ସମଗ୍ର ଦେଶ ତାଙ୍କୁ ଆଜି ସ୍ମରଣ କରୁଛି।